ସବୁବେଳେ ମୁଁ ପ୍ରଭୁଙ୍କୁ ସାର୍ ଡାକେ ମୋର ନାତିଟିଏ ହୋଇଛି ତାକୁ ଆରୋଗ୍ୟ କରି ରଖନ୍ତୁ ତାର ସ୍ୱାସ୍ଥ୍ୟ କୌଣସି ସମୟରେ ଅସୁବିଧା ହେଲେ ମୁଁ ଠାକୁରଙ୍କୁ ଧ୍ୟାନ କରେ ହେ ପ୍ରଭୁ ମୋ ନାତିକୁ ଏଇ ରୋଗରୁ ମୋର ମୁକ୍ତି କରନ୍ତୁ ସାଙ୍ଗେ ସେ କଥା ବି ହେଇଛି ମୋର ଆଜ୍ଞା ଗୋଟିଏ କଥା ଯେ ତଳେ ଦିନେ ମୋର ଏଇ ଡେବ୍ରି ଗୋଡ଼ ନିଜକୁ ନିଜେ ଆକ୍ସିଡେଣ୍ଟ କରିଦେଲି ବୁଝିଲେ ମୁଁ ତଳେ ପଡ଼ିଗଲି ମୋ ଉପରେ ସ୍କୁଟି ଗାଡ଼ି ମାଡ଼ି ବସିଲା ବୁଢ଼ା ଆଙ୍ଗୁଠି ଫ୍ରାକ୍ଚର ହେଇଗଲା ସେଇ ଗୋଡ଼ ପୁରା ବହୁତ ଫୁଲି ଯାଇଥିଲା ସେଇ ସାର୍ ଗୋଡ଼ ଫୁଲିଗଲା ସେଇ ଅବସ୍ଥାରେ ମଧ୍ୟ ମୁଁ ଆମର ଯେଉଁ 12 ମାସ 13 ଯାତ୍ରାରେ ଆସୁଛି ଠାକୁରଙ୍କୁ ଡାକିଲି ଠାକୁରେ ମୁଁ ଏତେ କଷ୍ଟରେ ଆସିଛି ଆଉ ମୋତେ କ'ଣ ଦର୍ଶନ ଦେବେନି ମା ଆଜ୍ଞା ସେଇଦିନ ହେଉଛି ଆମର କ'ଣ ଇଏ ଚନ୍ଦ୍ରଗ୍ରହଣ ଥିଲା ଦର୍ଶକ ବନ୍ଧୁମାନେ ଅଳ୍ପ ସଂଖ୍ୟକ ଥାଆନ୍ତି ପାଞ୍ଚ ଥର ମୁଁ ଯାଇ ଦର୍ଶନ କରି ଠାକୁରଙ୍କୁ ଆସିଲି এইটা ଗୋଟେ ମୋର ବଡ଼ ଅନୁଭୂତି ମୋତେ ଭଲ ଭାବେ ଠାକୁର ଦର୍ଶନ ଦେଲେ ଆଉ 1981 ମସିହାର କଥା ସାର୍ ମୁଁ ସେତେବେଳେ ବିବାହିତ ହୋଇଥିଲି ମୋର ସେଇ ବର୍ଷ ଆମର ମହାବାରୁଣୀ ପଡ଼ିଥିଲା ବାପା ମା ଆଗରୁ ଆସି ଯାଇଥିଲେ ମୁଁ ନିଜର ସ୍ତ୍ରୀ କି ଛାଡ଼ି ପିଉସୀ ମାଙ୍କ ପାଖରେ ଦର୍ଶନ କରିବା ପାଇଁ ଆମେ 3 ଜଣ ଆସିଲୁ ବୁଝିଲେ ସେଇ ସମୟରେ ମୁଁ ଦେଖିଲି ଯେ ଯେଉଁ ପ୍ରକାର ଜନସମୁଦ୍ର हे प्रभु मो बापा माँ को टी मत दर्शन कर दिंतु सांगे सांगे आज्ञा मु 2 पहंट जाइनी मोर बापा माँ को भेटी गली से हरे घर बो नुआ बो पिला छाड़ी तू केमती आसिलु ना एमती पीसी नानी की छाड़ी आसी आम ए दर्शन कलापर सांगे सांगे पलि जीवु से आम सांगे सांगे चली जाइलु आउ गोटे दर्शन आज्ञा अनुभूति 1923 मसीहार कथा माँ श्राद्ध करने को आसलु एति लोक प्रबल भिड़ भितर मु दर्शन करने जापारे आम ये जो जगह भाया लॉज थिलु झरगा बाटे अनेकरी आखि छल छल होगा ठाकुर मु कि अपराध कर मत दर्शन देलेनी आईटा हूँ मोर शेष दर्शन पाई मोर आशा रही आज्ञा से सांगे सांगे गली गली आप विश्वास करें जी 5 थर दर्शन कली लोक संपूर्ण कमिगले 5 थर दर्शन यहीटा हूँ मोर बड़ अनुभूति।